ପିଲାମାନେ ସାହିତ୍ୟିକ ଉପାଦାନ ବିଷୟରେ ଆମର କିଛି ଧାରଣା ଆସିଥିଲା। ଏବେ ଆମେ ଦେଖିବା ସାହିତ୍ୟିକ ଉପାଦାନ ବିଷୟରେ ପୁଙ୍ଖାନୁପୁଙ୍ଖରେ କଣ କଣ ଯାଉଛି, କୋଉ ଲୌକିକ ସାହିତ୍ୟ, ଧର୍ମ ସାହିତ୍ୟ, ଯୋଉ ଦି ପ୍ରକାର ସାହିତ୍ୟ ଅଛି ଦେଖଉଛି ଏଠି ଆପଣ ମାନଙ୍କୁ ଦେଖନ୍ତୁ। ଏ ଦେଖନ୍ତୁ ସାହିତ୍ୟିକ ଉପାଦାନ, ଏ ସାହିତ୍ୟିକ ଉପାଦାନ ହେଲା ଦୁଇ ପ୍ରକାରର, ଗୋଟେ ହେଲା ଧର୍ମ ସାହିତ୍ୟ ଆଉ ଗୋଟେ ହେଲା ଲୌକିକ ସାହିତ୍ୟ। ବୁଝିପାରିଲେ? ଗୋଟେ ହେଲା ଧର୍ମ ସାହିତ୍ୟ ଆଉ ଗୋଟେ ହେଲା ଲୌକିକ ସାହିତ୍ୟ। ତ ଏ ଧର୍ମ ସାହିତ୍ୟରେ କଣ କଣ ଯାଉଛି, କେଉଁ କେଉଁ ଉପାଦାନ ଗୁଡିକ ଯାଉଛି ଦେଖିବା। ଧର୍ମ ସାହିତ୍ୟ ଯାଉଛି କଣ ନା ବୈଦିକ ସାହିତ୍ୟ, ମହାକାବ୍ୟ, ପୌରାଣିକ ସାହିତ୍ୟ, ବୌଦ୍ଧ ସାହିତ୍ୟ, ଜୈନ ସାହିତ୍ୟ, ମଧ୍ୟଯୁଗୀୟ ସାହିତ୍ୟ, ଆଧୁନିକ ସାହିତ୍ୟ। ଦେଖ ଧର୍ମ କହିଲେ ଖାଲି ଆମର ସନାତନ ଧର୍ମ ନୁହେଁ, ବିଭିନ୍ନ ପ୍ରକାର ଧର୍ମ କଥା ଅଛି। ବୌଦ୍ଧ ଧର୍ମ କଥା ଅଛି, ଜୈନ ଧର୍ମ କଥା ଅଛି। ବୁଝିପାରିଲେ କି? ତ ଏଇ ଯୋଉ ଧର୍ମ ଗୁଡିକ ଅଛି, ସେ ଧର୍ମ ଗୁଡିକ ବିଷୟରେ କଣ କଣ ସବୁ ଲେଖା ଅଛି, ଯୋଉ ଧର୍ମଗୁରୁ ମାନେ ରହିଲେ ବା ଯୋଉ ଧର୍ମ ଯାଜକ ମାନେ ରହିଲେ ସେମାନେ କଣ କଣ ସବୁ ରଖିଛନ୍ତି। ବୁଝିପାରିଲେ କି? କାହା ଦ୍ଵାରା କଣ ରଚନା କରାଯାଇଥିଲା, ଏ ବିଷୟରେ ଆମେ ଧର୍ମ ସାହିତ୍ୟରେ ପାଇପାରିବା। ବୁଝିପାରିଲେ? ଏବେ ଆସନ୍ତୁ ଲୌକିକ ସାହିତ୍ୟ। ଏଇ ଲୌକିକ ସାହିତ୍ୟରେ କଣ କଣ ସବୁ ବ୍ୟବସ୍ଥା ଅଛି ନା ସ୍ମୃତି ଶାସ୍ତ୍ର, ବ୍ୟାକରଣ, ଅର୍ଥଶାସ୍ତ୍ର, ଜୀବନ ଚରିତ, ସ୍ଥାନୀୟ ଇତିବୃତ୍ତ, ସଙ୍ଗମ ସାହିତ୍ୟ, ପ୍ରାଚୀନ ସାହିତ୍ୟ ଏବଂ ମଧ୍ୟଯୁଗୀୟ ସାହିତ୍ୟ, ଗୋଟେ ଆଧୁନିକ ସାହିତ୍ୟ। ବୁଝିପାରିଲେ? ମଧ୍ୟଯୁଗୀୟ ସାହିତ୍ୟ ଆଉ ଆଧୁନିକ ସାହିତ୍ୟ। ସାହିତ୍ୟକୁ ଆମର ଦୁଇ ଭାଗରେ ବିଭକ୍ତ, ଗୋଟେ ହେଲା ଧର୍ମ ସାହିତ୍ୟ, ଗୋଟେ ହେଲା ଲୌକିକ ସାହିତ୍ୟ। ଏ ଯୋଉ ଧର୍ମ ସାହିତ୍ୟ ହେଲା ଧର୍ମ ଉପରେ ପର୍ଯ୍ୟବେସିତ, ଲୌକିକ ସାହିତ୍ୟ ହେଲା ଲୋକମାନଙ୍କ ମନୋରଞ୍ଜନ, ଲୋକମାନଙ୍କର ରୀତିନୀତି, ଚଳନି, ରାଜନୈତିକ ବ୍ୟବସ୍ଥା, ନିୟମ କାନୁନ, ଏସବୁ ହେଲା ଲୌକିକ ସାହିତ୍ୟର ବ୍ୟବସ୍ଥା। ବୁଝିପାରିଲେ ଆପଣ ମାନେ? ଧର୍ମ ସାହିତ୍ୟରେ ଧର୍ମୀୟ ଭାବନା, ଧର୍ମ ଉପରେ ବ୍ୟବସ୍ଥା। ଲୌକିକ ଲୋକମାନଙ୍କର ସାହିତ୍ୟ ବା ଲୋକମାନଙ୍କର ମନୋରଞ୍ଜନ, ଲୋକମାନଙ୍କର ସାମାଜିକ ଚଳନି, ନ୍ୟାୟିକ ବ୍ୟବସ୍ଥା, ଦଣ୍ଡ ବ୍ୟବସ୍ଥା, ଏସବୁର ପ୍ରାୟଶ୍ଚିତ, ଏସବୁ ହେଲା କୋଉଥିରେ? ଲୌକିକ ସାହିତ୍ୟରେ ବ୍ୟବସ୍ଥା ଅଛି। ତ ଯୋଉ ଧର୍ମ ସାହିତ୍ୟ ଆଉ ଲୌକିକ ସାହିତ୍ୟ, ଏବେ ଆସନ୍ତୁ ଦେଖିବା ଧର୍ମ ସାହିତ୍ୟରେ କଣ କଣ ଯାଉଛି। ଯୋଉ ବୈଦିକ ସାହିତ୍ୟ ଆଉ ମହାକାବ୍ୟ ଯାହା ଯାହା ରହିଲା, ଏ ବିଷୟରେ କିଛି ଆମର ଧାରଣା ନେବା। ଦେଖନ୍ତୁ ଏଠି କଣ କଣ ଅଛି। ଦେଖନ୍ତୁ ସାହିତ୍ୟିକ ଉପାଦାନର ଆମେ ପଢିବା କଣ ନା ଧର୍ମ ସାହିତ୍ୟ। ଧର୍ମ ସାହିତ୍ୟରେ କଣ କଣ ଯାଉଛି ଏ ବିଷୟରେ ଦେଖନ୍ତୁ। ଧର୍ମ କହିଲେ ଆମେ କଣ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଧର୍ମ କହିପାରିବା ନା, ଯେହେତୁ ଧର୍ମ କହିଲେ ଆମର ସବୁ ଧର୍ମକୁ ନେଇ ବୁଝିପାରିବା। କୋଉ କୋଉ ଧର୍ମଗତ ବ୍ୟବସ୍ଥା ଅଛି ଧର୍ମ ସାହିତ୍ୟରେ? ବ୍ରାହ୍ମଣୀୟ, ହିନ୍ଦୁ ଧର୍ମ ବିଷୟରେ, ଜୈନ ଧର୍ମ ବିଷୟରେ, ବୌଦ୍ଧ ଧର୍ମ ବିଷୟରେ, ଏସବୁ ବିଷୟରେ ଆଲୋକପାତ କରାଯାଇଛି। ବୁଝିପାରିଲା? ତ ଏଇ ଧର୍ମ ଭିତରେ ପୁଣି କଣ କଣ ଆସିପାରେ ନା ଧାର୍ମିକ ଚଳନି, ସାମାଜିକ ଚଳନି କଣ ଥିଲା, ଧର୍ମୀୟ ଭାବଧାରା କଣ ଥିଲା, ସାଂସ୍କୃତିକ ଶୈଳୀ କଣ ଥିଲା, ଆଉ ରାଜନୈତିକ ଆଦର୍ଶ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। କୋଉଥିରେ? ଏଇ ଧର୍ମ ସାହିତ୍ୟରେ। ଏବେ ଦେଖିବା ଧର୍ମ ସାହିତ୍ୟର ପ୍ରଥମ ଭାଗ, ଯେ କି ବୈଦିକ ସାହିତ୍ୟ। ଏ ବୈଦିକ ସାହିତ୍ୟରେ କଣ କଣ ସବୁ ଉଲ୍ଲେଖ ଅଛି ଏବେ ଆମେ ଶିଖିବା। ଦେଖିବା ପ୍ରଥମେ ଦେଖିବା ବୈଦିକ ସାହିତ୍ୟ ବା ବେଦିକ ଲିଟରେଚର। ଏ ହଉଛି କଣ? ଇତିହାସ ରଚନା କରିବାରେ ମୂଳ ଉତ୍ସ। ସର୍ବପ୍ରାଚୀନ ସାହିତ୍ୟ ଭାବରେ 4 ବେଦ, ଗୋଟେ ହେଲା ଋଗ୍ବେଦ, ଯଜୁର୍ବେଦ, ସାମବେଦ ଏବଂ ଅଥର୍ବ ବେଦ। ବୁଝିପାରିଲେ? ଏ 4 ବେଦ ରହିଲା, ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ। ଏ 4 ବେଦ ଭିତରେ ପ୍ରାଚୀନତମ ବେଦ ହେଲା କିଏ? ଋଗ୍ବେଦ। ବୁଝିପାରିଲେ ନା ନାଇଁ? ତାପରେ ଯଜୁର୍ବେଦ, ସାମବେଦ ଏବଂ ଅଥର୍ବବେଦର ରଚନା କରାଗଲେ। ଏବେ ଦେଖିବା ଯେ ଆର୍ଯ୍ୟ ମାନଙ୍କର ଆଗମ କଥା, ସେମାନଙ୍କର ଧର୍ମ, ରାଜନୀତି, ଶିକ୍ଷା ଦୀକ୍ଷା, ରାଜ୍ୟ ଶାସନ, ସଭା ସମିତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମକୁ କଣ ଏସବୁ ବିଷୟରେ ଜାଣିବା ପାଇଁ ମିଳିବ ଯେ ଏ ଧର୍ମୀୟ ବ୍ୟବସ୍ଥା କେମିତି ଥିଲା। ବୁଝିପାରିଲେ? ଯୋଉମାନେ ବେଦ ସମୟଟା ହଉଛି ଆର୍ଯ୍ୟ ମାନଙ୍କ ସମୟ। ବୁଝିପାରିଲେ? ବେଦର 6ଟା ଅଙ୍ଗ ଅଛି। ସେ 6ଟା ସବୁ ଅଙ୍ଗ କଣ କଣ? ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଆଉ ଜ୍ୟୋତିଷ, ବେଦାନ୍ତ। ବୁଝିପାରିଲେ କି? ଏ ସବୁ ହେଲା 6ଟା ଅଙ୍ଗ। କାର? ବେଦର ହେଲା 6ଟା ଅଙ୍ଗ। 4 ବେଦ, 4 ବେଦର ହଉଛି କଣ? 6ଟା ଅଙ୍ଗ। ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ। ବୁଝିପାରିଲେ କି? ଏହାପରେ ବୈଦିକ ସାହିତ୍ୟର ଏକ ସୁସଂଗଠିତ ଅଧ୍ୟୟନ ପାଇଁ ଆସିଥିଲା ଏକ ସୂତ୍ର, ଗୋଟେ ହଉଛି ସୂତ୍ର ସାହିତ୍ୟ, ଯାହା 4 ଭାଗରେ ବିଭକ୍ତ ଥିଲା। ବୁଝିପାରିଲେ?
ଏସବୁ କଣ କଣ ଥିଲା ଦେଖିବା। ଦେଖନ୍ତୁ କଳ୍ପସୂତ୍ର ଏବଂ ସୌତ ସୂତ୍ର, ଆଉ ଗୋଟେ ଗୃହସୂତ୍ର, 4 ନମ୍ବର ହେଲା ଧର୍ମସୂତ୍ର। ଦେଖନ୍ତୁ ଏଠି ଯୋଉ କଳ୍ପସୂତ୍ର ରହିଲା, ଏ କଳ୍ପସୂତ୍ରରୁ କଣ ମିଳେ ଆମକୁ ନା ପୂଜା ଓ ଧର୍ମ ସମ୍ବନ୍ଧୀୟ ସୂଚନା ମିଳେ। ଏବଂ ଦ୍ଵିତୀୟ ରହିଲା କଣ ସୌତ ସୂତ୍ର। ସୌତ ସୂତ୍ର କଣ ମାନେ ପୁରୋହିତ ଅନୁଷ୍ଠାନ ଏସବୁ ବିଧି ବିଷୟରେ ଆମକୁ ଧାରଣା ମିଳେ। ଗୃହସୂତ୍ର କଣ ମାନେ ପାରିବାରିକ ନିୟମ। ଦେଖନ୍ତୁ କେତେ ବଢିଆ ବ୍ୟବସ୍ଥା ଥିଲା, ବେଦ ଭିତରେ ସମ୍ପୂର୍ଣ୍ଣ ତଥ୍ୟ ଗୁଡିକ ଲୁଚି ରହିଛି। ଦେଖନ୍ତୁ ଗୃହ ସୂତ୍ରରୁ କଣ ମିଳିଲା ପାରିବାରିକ ନିୟମ, ଏସବୁ କେମିତି ପରିବାର ଆମେ ଚଳିବା, କେମିତି ରୀତିନୀତି ରହିବ, ଏସବୁ ବିଷୟରେ ଧାରଣା ରହିଛି। ଧର୍ମ ସୂତ୍ରରେ କହେ କଣ ଧର୍ମର ନିୟମ ବ୍ୟବସ୍ଥା ଉପରେ ଅଛି। ବୁଝିପାରିଲେ? ଏବେ ଆପଣ ମାନେ ବୁଝିପାରିଲେ ଯେ ଆମର ଧର୍ମ ସାହିତ୍ୟର ଯୋଉ ଅଛି ବ୍ୟବସ୍ଥା, ସେ ବ୍ୟବସ୍ଥା ଭିତରେ ଯୋଉ ଅଛି ଆପଣ ମାନଙ୍କର କଣ ଯେ ସାହିତ୍ୟ ସୂତ୍ର, ସାହିତ୍ୟ ସୂତ୍ର ସାହିତ୍ୟ ହଉଛି କଣ ସୂତ୍ର ସାହିତ୍ୟକୁ 4 ଭାଗରେ ବିଭକ୍ତ କରାହେଲା। କଳ୍ପସୂତ୍ର, ସୌତ ସୂତ୍ର, ଗୃହସୂତ୍ର ଆଉ ଧର୍ମସୂତ୍ର। ଏବଂ ଏ ଯୋଉ 4 ଗୋଟି ସୂତ୍ର ମିଳିଲା, ଏ 4 ଗୋଟି ସୂତ୍ର କଣ କଣ ବ୍ୟବସ୍ଥା ଅଛି, ତା ଭିତରେ କଣ କଣ ଅଛି ଆମେ ମାନେ ଏବେ ପଢିଲେ। ଏବେ ଦେଖିବା ମହାକାବ୍ୟ ଦେଖିବା। ଆସନ୍ତୁ, ମହାକାବ୍ୟ। ମହାକାବ୍ୟ କାହାକୁ କୁହାଯାଏ, କଣ କଣ ବ୍ୟବସ୍ଥା ଅଛି ଦେଖିବା ଟିକେ ଏବେ। କାହିଁକି ନା ଆମର ଜାଣିବା ଏବେ ନିହାତି ଆବଶ୍ୟକତା ଅଛି। ପରୀକ୍ଷାରେ ଆପଣ ମାନଙ୍କର ଏଇ ସବୁ ସର୍ଟ କୋଶ୍ଚିନ୍ ନିହାତି ଭାବରେ ଆସିବ। ଆମେ ତ ଆଲୋଚନା କରିବା ପାଖାପାଖି ଆମର ଏଇ ଚାପ୍ଟର ଟା କମ୍ପ୍ଲିଟ କରି ସାରିଲା ପରେ ଆପଣ ମାନଙ୍କୁ ସମସ୍ତଙ୍କୁ ମେସେଜ କରିଦେବି, ଗ୍ରୁପରେ ମେସେଜ ଯିବ ଯେ ଆପଣ ମାନେ କୋଉ ଦିନ ଆମେ କୋଶ୍ଚିନ୍ ଆନ୍ସର ଡିସ୍କସନ କରିବା। ବୁଝିପାରିଲେ? ଯୋଉ ଦିନ କୋଶ୍ଚିନ୍ ଆନ୍ସର ଡିସ୍କସନ କରିବା, ସମସ୍ତେ ଯାହା ପାଖରେ ବହି ଅଛି ଭଲ କଥା, ଯାହା ପାଖରେ ବହି ନାହିଁ ଆପଣ ମାନେ PDF ଅନ୍ କରି ଦେଖିପାରିବେ ଏବଂ ଡାଇରେକ୍ଟ ଆମ ସହିତ ଯୋଗାଯୋଗ କରିପାରିବେ। ବୁଝିପାରିଲେ? ଦେଖିବା ଏବେ ମହାକାବ୍ୟରେ କଣ ଅଛି। ବୈଦିକ ସାହିତ୍ୟରେ ମହାକାବ୍ୟ କଣ ଅଛି ନା ରାମାୟଣ ମହାଭାରତ ସଂସ୍କୃତ ଭାବ୍ୟର ରଚିତ ଏ ଦିଟା ହଉଛି ମହାନ ଗ୍ରନ୍ଥ। କୋଉଟା ନା ବୈଦିକ ସାହିତ୍ୟର ରାମାୟଣ ଏବଂ ମହାଭାରତ। ବୁଝିପାରିଲେ ନା? ସଂସ୍କୃତ ଭାଷାରେ ଏ ସବୁ ସଂସ୍କୃତ ଭାଷାରେ ରଚିତ ହେଇଥିଲା। ବୁଝିପାରିଲେ ନା? ଏଥିରେ କଣ ମିଳେ ନା ସାମାଜିକ ମୂଲ୍ୟବୋଧ, ନୈତିକ ଆଦର୍ଶ, ରାଜନୈତିକ ପଶା ଖେଳରୁ କେମିତି ହେଇଥିଲା କହୁଛେ ଆପଣଙ୍କର ମହାଭାରତରେ, କୌରବ ଆଉ ପାଣ୍ଡବ ମାନଙ୍କ ଭିତରେ। ବୁଝିଲ? କୂଟନୀତି, କୁଚକ୍ର, ଧର୍ମର ପରାକାଷ୍ଠା, ଧର୍ମ ରାଜା କିଏ ଯୁଧିଷ୍ଠିର ଥିଲେ। ଏସବୁ ମହାଭାରତ ରାମାୟଣ ପଢିଲେ ଆପଣ ମାନେ ବୁଝିପାରିବେ। ଦେଖନ୍ତୁ ପୌରାଣିକ ସାହିତ୍ୟରେ କଣ କଣ ସବୁ ଥିଲା। ପୌରାଣିକ ସାହିତ୍ୟରେ ସ୍ୱର୍ଗସ୍ୟ ପ୍ରତି ସ୍ୱର୍ଗସ୍ୟ ବଂଶଃ ମନ୍ୱନ୍ତରାଣି ଚ ବଂଶାନୁଚରିତ ଶୈବ ପୁରାଣାନାಂ ପଞ୍ଚଲକ୍ଷଣ। ପୁରାଣର 5ଟି ଲକ୍ଷଣ ଏଠି ଦିଆଗଲା। ବୁଝିପାରିଲେ? ଗୋଟେ ଶ୍ଲୋକରେ ଦିଆଗଲା ସ୍ୱର୍ଗସ୍ୟ ପ୍ରତି ସ୍ୱର୍ଗସ୍ୟ ବଂଶ ମନ୍ୱନ୍ତରାଣି ଚ ବଂଶାନୁଚରିତ ଶୈବ ପୁରାଣାନ ପଞ୍ଚଲକ୍ଷଣ। ପୁରାଣର 5ଟା ଲକ୍ଷଣ। ସ୍ୱର୍ଗ କଣ? ସ୍ୱର୍ଗର ହଉଛି ପୃଥିବୀର ବିବର୍ତ୍ତନ। ପ୍ରତିସ୍ୱର୍ଗ କଣ? ପୃଥିବୀର ପୁନର୍ସର୍ଜନା। ବଂଶ ହଉଛି ଦେବତା ଆଉ ଋଷି ମାନଙ୍କର ବଂଶାବଳୀ। ମନ୍ୱନ୍ତର ହଉଛି କଣ? ମହାଯୁଗର ବର୍ଣ୍ଣନା। ଆଉ ବଂଶାନୁଚରିତ ହଉଛି କଣ? ରାଜ ବଂଶାବଳୀ। ଇଏ 5ଟା ଜିନିଷ ଆପଣ ମିଶିଲା ପରେ ଯାଇ କଣ ହବ ନା ଗୋଟେ ପୁରାଣ ବୋଲି ଆଖ୍ୟା କରାଯିବ। କାହିଁକି ମିଳିବ ଦେଖନ୍ତୁ, ଆପଣ ମାନେ ଭାଗବତ ଯେବେ ଶୁଣିଥିବେ, ଭାଗବତ ଯଦି କିଏ ପଢୁଥିବେ ପିଲା କଥା ବହୁତ ବଢିଆ କଥା। ଦେଖନ୍ତୁ ଭାଗବତରେ 9ମ ସ୍କନ୍ଧରେ ଅଛି କଣ ବଂଶାନୁଚରିତ ଅଛି ନା ନାଇଁ କୁହ? ସ୍ୱର୍ଗ କଥା ପ୍ରଥମ ସ୍ୱର୍ଗରୁ ଆରମ୍ଭ ହେଇଛି। ପୃଥିବୀର ବିବର୍ତ୍ତନ, ପୃଥିବୀର ସର୍ଜନା କେମିତି ହେଲା, କଣ ହେଲା, ଏସବୁ ବିଷୟରେ ଅଛି ନା ନାଇଁ? ବଂଶାନୁଚରିତ ଗଲା ଏବଂ ମନ୍ୱନ୍ତର ଯୁଗ କଥା ବର୍ଣ୍ଣନା ଅଛି, ଆଉ ବଂଶାନୁଚରିତ ବର୍ଣ୍ଣନା ଅଛି। ଇଏ 5ଟା ମିଶିଲେ ଯାଇ ହବ କଣ ପୁରାଣ ଗୋଟେ ଲେଖି ହବ। ହଁ ନା ନାଇଁ? ଠିକ ଅଛି। ଏବେ ଦେଖିବା ପୁରାଣର ଶେଷ ଲକ୍ଷଣ ହଉଛି କଣ ବଂଶାନୁଚରିତ। ଏ ବଂଶାନୁଚରିତ କଣ ହୁଏ ନା ହର୍ଷଙ୍କର ଶିଶୁନାଗ, ମୌର୍ଯ୍ୟ, ଶୃଙ୍ଗ, ସାତବାହନ ଆଦିଙ୍କ ବିଷୟରେ ତଥ୍ୟ ପ୍ରାପ୍ତ ହୁଏ। ଯୋଉ ରାଜା ମାନେ ଋଷି ମାନେ ଥିଲେ ସେମାନଙ୍କର ବଂଶ ଚରିତ କଥା କଣ ଏଇଥିରୁ ଆସେ। ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ହଉଛି 18 ଖଣ୍ଡ ପୁରାଣ ଅଛି। ଅଷ୍ଟାଦଶ ଉପପୁରାଣ ଅଛି। ତନ୍ମଧ୍ୟରୁ ବାୟୁ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ମତ୍ସ୍ୟ ପୁରାଣ, ବିଷ୍ଣୁ ପୁରାଣ ଆଉ ଏଇ ସବୁ ହଉଛି କଣ ଇତିହାସ ରଚନା କରିବାରେ ବହୁତ ତଥ୍ୟ ମିଳିଥାଏ ଏଇ ସବୁ ପୁରାଣ ମାନଙ୍କରୁ। ଏଇ ଯୋଉ ଆପଣ ମାନେ ଦେଖିଲେ ଅଷ୍ଟାଦଶ ପୁରାଣ କାହା ଦ୍ୱାରା ରଚିତ? ବ୍ୟାସଦେବଙ୍କ ଦ୍ଵାରା। ବୁଝିପାରିଲେ କି ନାଇଁ? ବ୍ୟାସଦେବଙ୍କ ଦ୍ଵାରା ଅଷ୍ଟାଦଶ ପୁରାଣ ରଚନା କରାଯାଇଛି। ଇତିମଧ୍ୟରୁ କୋଉ କୋଉ ପୁରାଣ ନା ବାୟୁ ପୁରାଣ, ଏଇ ଯୋଉ ପୁରାଣ ଗୁଡିକ ରହିଲା ସେଥିରୁ ବାୟୁ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ମତ୍ସ୍ୟ ପୁରାଣ, ବିଷ୍ଣୁ ପୁରାଣ ଏସବୁ ହଉଛି ପ୍ରମୁଖ ଭୂମିକା ଗ୍ରହଣ କରିଛି କଣ ଇତିହାସ ରଚନା କରିବାରେ। ବୁଝିପାରିଲେ?
जो अष्टादश पुराण गुड़िक रहा ये कौन कौन ये सब आप टपिक जदिव ना कथा प्रसंग में खाली कहूँ मद्वयम भद्वयम चैव व्रत्रयम वचतुष्टयम अनापलिंग कृष्कानि पुराणानि प्रचक्षते। मद्वयं म रहा दुईटी पुराण मत्स्य पुराण और मार्कंडेय पुराण। ये देखु मत्स्य पुराण बोधे अच्छी मत्स्य पुराण अच्छी बुझिपारे कि एथिरे अष्टादश पुराण सब पुराण को बेस कराहैनि इतिहास पर। इतिहास केवल चारोटी पुराण को कौन बेस करा विष्णु पुराण मत्स्य पुराण ब्रह्मांड पुराण और वायु पुराण को बुझिपारे। मो खाली सम्यक धारणा अच्छी अष्टादश पुराण कौन कौन बोली जेहेतु ये आमर मेंशन अच्छी ये अष्टादश पुराण कौन कौन अष्टादश हिंदू धर्मर अष्टादश पुराण खाली आपण मैंने टिके संक्षिप्त विवरण दूसरी अष्टादश पुराण विषय। मद्वयम हल्ला मरला मत्स्य पुराण मार्कंडेय पुराण मद्वयम भद्वयम चैव भविष्य पुराण मद्वयम भद्वयम चैव व्रत्रयम वचतुष्टयम अनापलिंग कृष्कानि पुराणानि प्रचक्षते। मद्वयम भद्वयम चैव भविष्य पुराण भागवत पुराण भद्वयम चैव व्रत्रयम ब्रह्मांड पुराण ब्रह्म पुराण ब्रह्म वैवर्त पुराण जो ब्रह्मांड पुराण अच्छी टपिक भितर ना यहाँ हूँ इंडिकेट कराए ये पुराण इतिहास रचना करने बहुत तथ्य मिली। व्रत्रयम शुणिले ब चतुष्टयम वायु पुराण ये वायु पुराण अच्छी वायु पुराण विष्णु पुराण वामन पुराण बराह पुराण ब चतुष्टयम अनापलिंग कुष्कानि अरे अग्नि पुराण नारे नारदीय पुराण अरे पद्म पुराण अनाप लिंग लीरे लिंग पुराण गरे गरुड़ पुराण लिंग कुष्कानि क्रूर है कुर्म पुराण स्कर है स्कंध पुराण। ये हूँ अष्टादश पुराण क्या द्वारा रचित व्यासदेव द्वारा रचित बुझिपारे ना। एवं देखु पुराण रे अनेक समय अतिरंजित किंवदंती केन्द्रिक वर्णना कर बाद पड़ी ऐतिहासिक माने रचना पर्यंत करते बहुत पुराण अच्छी किसी कथा को कपल कल्पित कौन पुराण को तेणुक सब पुराण को आम ये बेस करना आम टपिक जो पुराण गुड़िक अच्छी वायु पुराण ब्रह्मांड पुराण मत्स्य पुराण विष्णु पुराण ये चारिटा पुराण जदि आसो कौन विषय प्रश्न आसे जे कौ अष्टादश पुराण मध्य क्यों पुराण इतिहास रचना करने उपादेय मिलता ना आप लिखे जहाँ थी आपणकर कौन मल्टीपुल चॉइस भर थी आप मत्स्य पुराण ब्रह्मांड पुराण वायु पुराण विष्णु पुराण गोटा को चॉइस करेंगे बुझिपारे। एवं आस देखा बौद्ध साहित्य ये तो गला आपण मानकर सनातन धर्म जो साहित्य कथा कहले बौद्ध साहित्य देखिए कौन बौद्ध धर्म ग्रंथ मान इतिहास रचना करने ऐतिहासिक मान कौन बहुत बहुत प्रकार साहाय्य मिली कौन मिली बुद्धिस्ट लिटरेचर कौन त्रिपिटक हूँ कौन बौद्ध साहित्य गोटे ग्रंथ त्रिपिटक सूत्र पिटक विनय पिटक अभिधर्म पिटक दीपवंश महावंश बुझला आर्य मंजूषी मूलकल्प इति विस्तार मिलिंद मिलिंद पहम ये सब हूँ कौन आपण मानकर बौद्ध साहित्यर नमूना। एबे देखिबा जैन साहित्य कौन कौन सब थिला जैन साहित्य अच्छी कौन देखो आपण मानकर जैन धर्मर अंग उपांग कल्पसूत्र प्रकरण सूत्र मूल सूत्र भगवती सूत्र ये सब है कौन आपण मानकर जैन जैन मानकर कौन है जे आपण मानकर ग्रंथ गौतम बुद्ध महावीर जीवन जीवन दुहे थिले ये ऐतिहासिक पुराण रे बुझिपारे तो बौद्ध एवं महावीर जैन ये जो महावीर जैन है जैन धर्मर गौतम बुद्ध है कौन बौद्ध धर्मर ये ऐतिहासिक पुरुष बोली कह जाए। तेणु समकालीन राजनैतिक चित्र प्रतिफलन देखा मिलता है बौद्ध और जैन जैन साहित्य बुझिपारे। मध्ययुग भारत में चलित तुलसीदास रामचरित मानस जोटा कि आप हनुमान चालीसा बोली आप जो मिथिला भाषा जो पढ़ुं हनुमान चालीसा श्री रामचरित मानस बुझे रामंकर जन्म ठार आरंभ कर वनवास ये सब विषय कथा संपूर्ण वर्णता अच्छी श्री रामचरित मानस जोटा कि कहते मंगल भवन अमंगल हारी द्रवंश दशरथ अजर विहारी जोटा कहते ये सब हूँ श्री रामचरित मानसर तुलसीदास कृत रामायण बुझिपा। तो ये देखा जे आपण मानकर तुलसीदास रामायण कथा कहतु शूद्र मुनि सारला दास ओडिया महाभारत कथा कहतु पुरुषोत्तम देवंकर मुक्ति चिंतामणि शिख शिख धर्म ग्रंथ चैतन्य चरितामृत पंचसंख्या साहित्य ये आप शूद्र मुनि सारला दास महाभारत आ तुलसीदास श्रीरामचरित मानस ये सब हूँ उपादेय ग्रंथ कौन इतिहास रचना करने
ବୁଝିପାରିଲ ନା ନାଇଁ। ଆଧୁନିକ ଭାରତୀୟ ଧର୍ମର ସାହିତ୍ୟର ସ୍ୱାମୀ ଦୟାନନ୍ଦଙ୍କ ଦ୍ୱାରା ପ୍ରକାଶକ ଶିବନାଥ ଶାସ୍ତ୍ରୀଙ୍କ ହିଷ୍ଟ୍ରି ଆଉ ଏସବୁ ସମାଜ ଜେମ୍ସ ବେଗମ ଏସବୁ ହଉଛି କଣ ଆପଣ ଆଧୁନିକ ଭାରତୀୟ ଧର୍ମଶାସ୍ତ୍ର ଗୁଡ଼ିକର ରଚନା। ଦେଖନ୍ତୁ ଲୌକିକ ସାହିତ୍ୟ ଧର୍ମ ସାହିତ୍ୟ ଗଲା। ଏବେ ଦେଖିବା ଲୌକିକ ସାହିତ୍ୟ। ଏ ଲୌକିକ ସାହିତ୍ୟରେ କଣ କଣ ଆମକୁ ଇତିହାସ ରଚନା କରିବା ପାଇଁ ମିଳିଛି ଏ ବିଷୟରେ ଟିକେ ଆଲୋଚନା କରିବା। ଦେଖନ୍ତୁ ଲୌକିକ ସାହିତ୍ୟରେ କଣ ଯାଇଛି ନା ସ୍ମୃତି ଶାସ୍ତ୍ର, ବୁଝିପାରିଲେ ନା ନାଇଁ। ଆଉ ଗୋଟେ ଅଛି ବ୍ୟାକରଣ, ଧର୍ମଶାସ୍ତ୍ର। ଏ ବିଷୟରେ ଟିକେ ଆମେ ମାନେ ଆଲୋଚନା କରିବା। ଦେଖନ୍ତୁ ସ୍ମୃତି ଶାସ୍ତ୍ର କଣ, ଲୌକିକ ସାହିତ୍ୟର ପ୍ରଧାନ ବିଭାଗ ହେଲା ସ୍ମୃତି ଶାସ୍ତ୍ର। ଏହାକୁ ପ୍ରାଚୀନ ଆଇନ ଶାସ୍ତ୍ର ହିସାବରେ ଗ୍ରହଣ କରାଯାଇଥିଲା। ବୈଦିକ ଯୁଗରେ ବା ସେ ବୈଦିକ ସାହିତ୍ୟ ଇତିହାସରେ କଣ କରାହେଇଛି ନା ସ୍ମୃତି ଶାସ୍ତ୍ର ହଉଛି କଣ, ଯେମିତି ଆମର ବର୍ତ୍ତମାନ ଲ ଆଣ୍ଡ ଅର୍ଡର ବିଭିନ୍ନ ପ୍ରକାର ନ୍ୟାୟାଳୟର ବ୍ୟବସ୍ଥା କରାହେଇଛି କୋଉ ଧାରାରେ କଣ ଅଛି, ସେତେବେଳେ ସେମିତି ଆଇନ ଶାସ୍ତ୍ର ହଉଛି କୋଉଟା ଆମର ସ୍ମୃତି ଶାସ୍ତ୍ର। ବୁଝିଲ କି। ଆଉ ଶାସ୍ତ୍ର ବିଧି, ପ୍ରଜା ମାନଙ୍କ ଦାୟିତ୍ୱ, ବିବାହ, ପାରିବାରିକ ସମ୍ପର୍କ ଏସବୁ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ବୁଝିପାରିଲେ କି। ଏବେ ଦେଖନ୍ତୁ ବ୍ୟାକରଣ, ବ୍ୟାକରଣ କିଏ ଆସୁଛନ୍ତି ସ୍ମୃତି ଶାସ୍ତ୍ର ଭଳି ବ୍ୟାକରଣ ମଧ୍ୟ। ବ୍ୟାକରଣ ଦୁଇଟି ପ୍ରକାରର, ଗୋଟା ପାଣିନିଙ୍କ ଅଷ୍ଟାଧ୍ୟାୟୀ, ପତଞ୍ଜଳିଙ୍କର ମହାଭାଷ୍ୟ। ବୁଝିପାରିଲେ କି। ପାଣିନିଙ୍କ ଅଷ୍ଟାଧ୍ୟାୟୀ ଯୋଉଟା କହୁଛନ୍ତି ଆପଣଙ୍କର ଅଷ୍ଟାଧ୍ୟାୟୀ ସୂତ୍ର ବୋଲି କହୁଛନ୍ତି ଯାହାକୁ ପାଣିନିଙ୍କର ଐଙ୍ଗ ରୁଲକୁ ଯୋଉଟା ଅଛି ଆପଣ ମାନେ ଯଦି ଯୋଉମାନେ ସାଂସ୍କ୍ରିଟ ନେଇଛନ୍ତି, ଯୋଉମାନେ ପଢିବେ +3 ଯିବେ ବା +3 ରେ ଯୋଉମାନେ ପଢିବେ ସେମାନେ ପଢିବେ ଲଘୁ ସିଦ୍ଧାନ୍ତ କୌମୁଦି ବା ସିଦ୍ଧାନ୍ତ କୌମୁଦି ଏସବୁ ଆସିଯିବ। ପାଣିନିଙ୍କ ଦ୍ୱାରା ରଚିତ ପତଞ୍ଜଳିଙ୍କର ମହାଭାଷ୍ୟ। ଏ ହଉଛି କଣ ବ୍ୟାକରଣ। କାରଣ ସାହିତ୍ୟ କହିଲେ ବ୍ୟାକରଣ ବିନା ସାହିତ୍ୟର ସମ୍ଭବ ନୁହେଁ। ତେଣୁକରି ଏ ବ୍ୟାକରଣ ଶାସ୍ତ୍ର ଯୋଉ ବୈୟାକରଣ ମାନେ ଯୋଉମାନେ ଅଛନ୍ତି ସେମାନଙ୍କ ଦ୍ୱାରା ସଂସ୍କୃତକୁ ବା ସାହିତ୍ୟକୁ ସୁଦୃଢ ବା ସରଳୀକରଣ ବା ଆପଣ ମାନେ କଣ ଯେ ଗୋଟେ ରୁଲ ଆଣ୍ଡ ରେଗୁଲେସନ ଭିତରେ କୋଉ ଛନ୍ଦ ଭିତରେ ରହିବ, କେତେ ମାତ୍ରାରେ ରହିବ, କଣ ରହିବ, ବୁଝିପାରିଲେ। ଏସବୁ ଆପଣ ମାନେ ଯେମିତି ଟେନ୍ସ ଅଛି, ଗ୍ରାମାର ରହୁଛି, ସେମିତି ଏ ହଉଛି ବ୍ୟାକରଣ ବା ଗ୍ରାମାର। ବିନା ଗ୍ରାମାର କଣ ରଚନା କରି ଲିଟରେଚର ରଚନା କରାଯାଏ, ସେମିତି ଏ ବ୍ୟାକରଣ ମଧ୍ୟ ହଉଛି ଗୋଟେ ଅଙ୍ଗ। ଏବେ ଦେଖିବା ଅର୍ଥଶାସ୍ତ୍ର। ଅର୍ଥଶାସ୍ତ୍ର କଣ, ମହାମତି କୌଟିଲ୍ୟଙ୍କର ରଚିତ ହେଲା କଣ ଅର୍ଥଶାସ୍ତ୍ର। ଅର୍ଥଶାସ୍ତ୍ର ହଉଛି କାହାର ନା ଆପଣ ମାନଙ୍କର ଅର୍ଥଶାସ୍ତ୍ର ହଉଛି କାର ନା କୌଟିଲ୍ୟଙ୍କର ହଉଛି ଅର୍ଥଶାସ୍ତ୍ର। ଏ କୌଟିଲ୍ୟଙ୍କର ଅର୍ଥଶାସ୍ତ୍ର କଣ ହଉଛି, ମୌର୍ଯ୍ୟ ଶାସକ ମାନଙ୍କର ଶାସନ ସମୟରେ ଏହା ବ୍ୟତୀତ ତତ୍କାଳୀନ ସାମାଜିକ ସାଂସ୍କୃତିକ ବ୍ୟବସ୍ଥା ଏହିପରି ବୈଦିକ ରୀତିନୀତି ଉପରେ ଆଲୋକପାତ କରାଯାଇଥାଏ। କାହା ଦ୍ୱାରା ନା ଅର୍ଥଶାସ୍ତ୍ର ଉପରେ। ଅର୍ଥଶାସ୍ତ୍ର ଦ୍ୱାରା କଣ ମିଳିଛି ନା ସାମାଜିକ ଚଳନୀ, ସାଂସ୍କୃତିକ ବ୍ୟବସ୍ଥା ଏହିପରି ବୈଦେଶିକ କଣ ରୀତିନୀତି ଉପରେ ଆଲୋକପାତ କରିଥାଏ। ଏବେ ଦେଖିବା ଜୀବନ ଚରିତ। ଦେଖନ୍ତୁ ଜୀବନ ଚରିତ୍ର ସମୟରେ କଣ ହଉଛି, ସମୟର ଅଗ୍ରଗତି ସମୟରେ ସାହିତ୍ୟର ବୃଦ୍ଧି ପାଇଥିଲା। ସାହିତ୍ୟ ସହିତ ଐତିହାସିକ ଗ୍ରନ୍ଥ ରଚନା କରିବାର ଏହା ହଉଛି ଗୋଟେ ପ୍ରବଣତା। ଏହି ପରିପ୍ରେକ୍ଷୀରେ ବିଶାଖା ଦତ୍ତଙ୍କର ମୁଦ୍ରା ରାକ୍ଷସ, ପିଲାମାନେ ସର୍ଟ କୋଶ୍ଚିନ୍ ଆସିପାରେ, ମୁଦ୍ରା ରାକ୍ଷସ କାହା ଦ୍ୱାରା ରଚିତ ନା ବିଶାଖା ଦତ୍ତଙ୍କ ଦ୍ୱାରା ରଚିତ। ବୁଝିପାରିଲେ। ଏବେ ଦେଖନ୍ତୁ ଗ୍ରନ୍ଥ ଗୁଡିକ ନରପତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଉପରେ ଆଲୋକପାତ କରିଥାଏ। ଯୋଉ ବିଶାଖା ଦତ୍ତଙ୍କ ମୁଦ୍ରା ରାକ୍ଷସ ଗ୍ରନ୍ଥଟି କାହା ଉପରେ, ନରପତି ଚନ୍ଦ୍ରଗୁପ୍ତଙ୍କ ମୌର୍ଯ୍ୟଙ୍କ ଉପରେ ଆଲୋକପାତ କରିଥାଏ। ହେଲା। ଏବେ ଦେଖନ୍ତୁ କୌଟିଲ୍ୟଙ୍କର ସହାୟତାରେ ନନ୍ଦବଂଶଙ୍କର ଧ୍ୱଂସ ପାଇବାରେ କିପରି ମୌର୍ଯ୍ୟ ଶକ୍ତି କ୍ଷମତାକୁ ଆସିଥିଲା ଏସବୁ ବିଷୟରେ ମଧ୍ୟ ଆଲୋକପାତ କରିଥାଏ। ପରବର୍ତ୍ତୀ ସମୟରେ ଅର୍ଥାତ୍ ପ୍ରାଚୀନ ଯୁଗରେ ଶେଷ ଅବସ୍ଥାରେ ଆତ୍ମପ୍ରକାଶ କରିଥିଲା ଅନେକ ଶାସନଙ୍କ କୈନ୍ଦ୍ରିକ ଐତିହାସିକ ଗ୍ରନ୍ଥ, ଯାହାକି ସେ ସମୟରେ ଇତିହାସ ରଚନାକାରୀ ଅନବଦ୍ୟ ଭୂମିକା ଗ୍ରହଣ କରିଥିଲା। ଉଦାହରଣ ସ୍ୱରୂପ ରାଜକବି ମାନଙ୍କର ଚରିତ, ହର୍ଷ ଚରିତ, ରାଜନୈତିକ ସମକାଳୀନ ଇତିହାସ ଉପରେ ଏକାନ୍ତ ଜରୁରୀ। ବୁଝିପାରିଲ କି। ଏବେ ଦେଖନ୍ତୁ ବିଲ୍ହଣଙ୍କର ବିକ୍ରମଦେବଙ୍କର ଚରିତ ରାଜା ବିକ୍ରାନ୍ତିଙ୍କ ଉପରେ ଆଧାରିତ। ବୁଝିଲ କି। ବାକପତିଙ୍କର ଗୌଡବାହ ରାଜା ଯଶବର୍ମନଙ୍କ ଉପରେ ଆଧାରିତ। ସନ୍ଧ୍ୟାକର ନନ୍ଦୀ ଯିଏକି ନୃପତି ରାଜପାଳଙ୍କର ରାମପାଳଙ୍କର ଚରିତ ଉପରେ ଆଧାରିତ। ଜୟସିଂହ କୁମାର ପାଳ ଚରିତ, ଆଉ ବହ୍ଲାଳଙ୍କର ଭୋଜ ପ୍ରବନ୍ଧ, ଚାନ୍ଦବରାଜୀଙ୍କର ପୃଥ୍ୱୀରାଜ ରାସ। ବୁଝିପାରିଲେ କି। ଏସବୁ ହଉଛି କଣ ଆପଣ ସାହିତ୍ୟ ଉପାଦାନ, ଯେ କି ସାହିତ୍ୟିକ ଉପାଦାନ ଉପରେ ଆଧାରିତ, ଲୌକିକ ସାହିତ୍ୟ ଉପରେ ଆଧାରିତ। ଏବେ ଦେଖନ୍ତୁ ସ୍ଥାନୀୟ ଇତିବୃତ୍ତି। ସ୍ଥାନୀୟ ଇତିବୃତ୍ତି କଣ ଅଛି ଏଥିରେ ନା ଲୌକିକ ସାହିତ୍ୟରେ କାଶ୍ମୀର ରାଜକବି କଲ୍ହଣଙ୍କର ଚରିତ ରାଜ ତରଙ୍ଗିଣୀ ହଉଛି ଉଲ୍ଲେଖନୀୟ କୃତି। ବୁଝିପାରିଲେ କି। ଶାସନ ବ୍ୟବସ୍ଥା ଉପରେ ଆଲୋକପାତ କରିଥାଏ, ରାଜବଂଶାବଳୀ ଉପରେ ଆଲୋକପାତ କରିଥାଏ। ତେଣୁ ତାଙ୍କ ଉପରେ ସୋମେଶ୍ୱରଙ୍କ ଚରିତ ରସମାଳା
କୀର୍ତ୍ତି କୌମୁଦି ରାଜଶେଖରଙ୍କର କୀର୍ତ୍ତି କୌମୁଦି ରାଜଶେଖରଙ୍କର ପ୍ରବନ୍ଧ କୋଶ ଗୁଜୁରାଟ ଇତିହାସ ରଚନା କରିବା ସାହାଯ୍ୟ କରେ। ଖାଲି ଓଡିଶା ନୁହେଁ ସମଗ୍ର ଭାରତ ଯେହେତୁ ଏଇଟା ହଉଛି ଭାରତ ଇତିହାସ। ଭାରତ ଇତିହାସରେ ଆମେ କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ସମଗ୍ର ରାଜ୍ୟ ଉପରେ ପଢିବା ଯେ କୋଉ ରାଜ୍ୟରେ କିଏ କଣ ଥିଲେ କାହାର ରଚନାବଳୀ କୋଉ ରାଜାଙ୍କୁ ସପୋର୍ଟ କରୁଥିଲା ବା କୋଉ ରାଜାଙ୍କର ଜୀବନ ଚରିତ୍ର ଉପରେ ଆଧାରିତ ଥିଲା ଏସବୁ ଆପଣ ମାନେ ମନେ ରଖିବେ। ବୁଝିପାରିଲେ କି? ସେହିପରି ଓଡିଶା ଇତିହାସ ରଚନା କରିବା କ୍ଷେତ୍ରରେ କଟକର ରାଜବଂଶାବଳୀ ଉଡ୍ର ଦେଶର ରାଜବଂଶାବଳୀ ବିଶେଷ ସାହାଯ୍ୟ କରେ। ବୁଝିପାରିଲେ କି? ଏବେ ଆସନ୍ତୁ ଦେଖିବା ପ୍ରାଚୀନ ସାଧାରଣ ସାହିତ୍ୟ କଣ ଥିଲା। ସ୍ମୃତି ଶାସ୍ତ୍ର ବ୍ୟାକରଣ ଶାସ୍ତ୍ର ନୀତି ଶାସ୍ତ୍ର ଜୀବନ ଚରିତ ବଂଶାନୁଚରିତ ଇତି ବ୍ୟତୀତ ଲୌକିକ ସାହିତ୍ୟରେ ହେଉଛି ଅନବଦ୍ୟ ବିଭାଗ। ବୁଝିପାରିଲେ କି? ଦେଖନ୍ତୁ ଏଇ ପରିପ୍ରେକ୍ଷୀରେ ମହାକବି କାଳିଦାସଙ୍କ ସହିତ ମାଳବିକାଗ୍ନି ମିତ୍ରମ୍ ଅଭିଜ୍ଞାନ ଶାକୁନ୍ତଳମ୍ ଆଉ ଭାଷଙ୍କର ସ୍ୱପ୍ନ ବାସବଦତ୍ତମ୍ ପ୍ରତିଜ୍ଞା ଯୌଗଧନାରାୟଣ ହର୍ଷଚରିତ ନାଗାନନ୍ଦ ରଚନାବଳୀ ପ୍ରିୟଦର୍ଶିକା ଦଣ୍ଡୀଙ୍କର ଦଶ କୁମାର ଚରିତ ଆଉ ସୁଦର୍ଶଙ୍କର ମୁଚ୍ଛକଟିକ ବିଷ୍ଣୁ ଶର୍ମାଙ୍କର ପଞ୍ଚତନ୍ତ୍ର। ବୁଝିପାରିଲେ କି? ଏ ସବୁ ହଉଛି କଣ ଅନବଦ୍ୟ ଇତିହାସ ରଚନା କରିବାରେ ଲୌକିକ ସାହିତ୍ୟ ଇତିହାସ ରଚନା ଏମାନେ ହଉଛନ୍ତି ବାଗିମୀ। ଏ ଯୋଉମାନେ କବି ମାନେ ରହିଲେ ସେ ବାଗିମୀ କବି ମହାଜ୍ଞାନୀ ଏମାନେ। ଦେଖନ୍ତୁ ଆପଣ ମାନଙ୍କର +2 ରେ ମଧ୍ୟ ଅଛି ସ୍ୱପ୍ନ ବାସବ ଦତ୍ତମ ସ୍ୱପ୍ନ ବାସବ ଦତ୍ତମ ନାଟକ ପଢିବା ଯାହାକି କିଏ ଲେଖିଥିଲେ ପ୍ରତିଜ୍ଞା ଯୌଗନ୍ଧନାରାୟଣ ଯିଏ ଲେଖିଥିଲେ କିଏ ମହାକବି ଭାସ। ବୁଝିପାରିଲେ କି? ଭାଷକ ଦ୍ଵାରା ଇଏ ହଉଛି କଣ ଆପଣ ମାନଙ୍କର ଗୋଟେ ନାଟକ ଭାଷଙ୍କର ଦିଟା ନାଟକ ଗୋଟେ ସ୍ୱପ୍ନ ବାସବଦତ୍ତମ ପ୍ରତିଜ୍ଞା ଯୌଗଧନାରାୟଣ। ଆମେ ପଢିବା ସ୍ୱପ୍ନ ବାସବଦତ୍ତମ ନାଟକ ପଢିବା ସେ ଟପିକ ବହୁତ ସୁନ୍ଦର ନାଟକଟିଏ ପଢିବା ସେ ବିଷୟରେ ଆମେ। ବୁଝିପାରିଲେ? ସୁଶ୍ରୁତଙ୍କର ହେଲା ସୁଶ୍ରୁତ ସଂହିତା ଭେଷଜ ବିଜ୍ଞାନ ଉପରେ ଆଧାରିତ ଶରୀର ବିଜ୍ଞାନ ଶରୀର ଉପରେ ଆଧାରିତ କିଭଳି ଭାବରେ କଣ କୋଉ ରୋଗରେ କଣ ପଡିବ। ବରାହ ମିହିରଙ୍କର ବୃହତ ସଂହିତା ବୁଝିପାରିଲେ କି? ଚରକଙ୍କ ଚରକ ସଂହିତା ଯୋଉ ଆୟୁର୍ବେଦିକ କେମିତି ତିଆରି କରାଯାଉଛି କୋଉ ରୋଗରେ କୋଉ ଜଡିବୁଟି ଖାଇଲେ ଭଲ ହବ କୋଉ ପତ୍ର ଖାଇଲେ ଭଲ ହବ ଏସବୁ ବ୍ୟବସ୍ଥା ଥିଲା। ଖାଲି ସେତିକି ନୁହେଁ ସଙ୍ଗମ ସାହିତ୍ୟ କହିଲେ କଣ ବୁଝାଏ ନା ଦାକ୍ଷିଣାତ୍ୟର ସଙ୍ଗମ ସାହିତ୍ୟ କୁ ଦକ୍ଷିଣ ଭାରତରେ ରାଜତନ୍ତ୍ର ଉପରେ ଅନେକ ଆଭାସ ମିଳେ। ସଙ୍ଗମ ସାହିତ୍ୟରେ କବିମାନେ ବିଭିନ୍ନ ସମୟରେ ବହୁ ରାଜାଙ୍କର ପୃଷ୍ଠପୋଷକ ସହିତ ସୃଷ୍ଟି କରିଥିଲେ। ତାହାକୁ 30,000 ଧାଡିରେ ଦକ୍ଷିଣ ଭାରତରେ 30,000 ଧାଡିରେ ଏସବୁ ଲେଖା ଯାଇଥିଲା। କଣ ଥିଲା ସେ 30,000 ଧାଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ହେଲା କଣ ନା ପତିନେକ କାଲାଂଶୁ ଆଉ ଗୋଟେ ହେଲା କଣ ପୁତପୁତୁ। ଆପଣ ମାନେ ମନେ ରଖିଥିବେ ସର୍ଟ କୋଶ୍ଚିନ୍ ଦିଟା ଆସିପାରେ। ବୁଝିପାରିଲେ କି? ଏବେ ଦେଖିବା ମଧ୍ୟଯୁଗ ସାହିତ୍ୟ ଦେଖିବା। ମଧ୍ୟଯୁଗ ସାହିତ୍ୟରେ କି ସୁଲତାନ ମାନଙ୍କର ବୁଝିପାରିଲେ କି ଯେ ଭାରତରେ ସୁଲତାନ ଶାସନ ପ୍ରତିଷ୍ଠା ସମୟରେ ବହୁ ଆରବ ଲେଖକଙ୍କର ଆରବୀୟ ଯୋଉ ଲେଖକ ମାନେ ଅଛନ୍ତି ସେମାନେ ଗ୍ରନ୍ଥୀୟ ମଧ୍ୟଯୁଗ ଇତିହାସ ରଚନା କରିବା ସେମାନଙ୍କ ଦ୍ଵାରା କଣ କଣ ମିଳିଛି ଟିକେ ଦେଖିଦେବା। ନିଜାମିକ ତାଜୁଲ ମାସିର ସିରାଜଉଦ୍ଦିନଙ୍କର ବରାନୀଙ୍କର ତାରିକ ଫିରୋଜ ସାହି ପତୱା ଜାହାଙ୍ଗୀର। ବୁଝିପାରିଲେ କି? ଏସବୁ ଯୋଉରେ ରହିଲେ ଆପଣ ମାନଙ୍କର ଆରବର ଲେଖକ ମାନେ ରହିଲେ ଏମାନଙ୍କ ମାଧ୍ୟମ ଦ୍ଵାରା ମଧ୍ୟ ବହୁତ ଇତିହାସ ରଚନା କରିବା ପାଇଁ ଆମକୁ ସାହାଯ୍ୟ ମିଳେ। ସେହିପରି ମୋଗଲ ଯୁଗର ଇତିହାସ ପାଇଁ ଆବୁଲ ଫାଜଲଙ୍କର ଆଇନ ଆକବରୀ। ବୁଝିପାରିଲେ କି? ଏସବୁ ହଉଛି ବହୁତ ଗୁଡାଏ ମୋଗଲ ଶାସନ ଯୋଉ ସାମ୍ରାଜ୍ୟ ଯୋଉ ରହିଥିଲେ ଆପଣ ମହମ୍ମଦ କାଦିରଙ୍କର ଆଲମଗୀର ନାମା। ବୁଝିପାରିଲେ କି? ଏସବୁ ହଉଛି ମୋଗଲ ଶାସକଙ୍କର ସବୁ ଗ୍ରନ୍ଥ ଗୁଡିକ ଅଛି ଯୋଉମାନେ ରଚନା କରିଥିଲେ। ବୁଝିପାରିଲେ କି? ଆଧୁନିକ ସାହିତ୍ୟ ଦେଖିବା। ଆଧୁନିକ ସାହିତ୍ୟରେ ଆଧୁନିକ ଯୁଗରେ ମୁଣ୍ଡ ଟେକି ଉଠିଥିବା ବିଭିନ୍ନ ପ୍ରକାର ଆଞ୍ଚଳିକ ସାହିତ୍ୟକୁ ସମସାମୟିକ ଇତିହାସ ରଚନାର ତଥ୍ୟ ମିଳିଥାଏ। କବି ସେମାନେ ହଉଛନ୍ତି କଣ କବି ଗାଳ୍ପିକ ନାଟ୍ୟକାର ଔପନ୍ୟାସିକ ରଚନା ଗୁଡିକ ପ୍ରତିନିଧି। କବି ହେଲେ କାଳିଦାସ ହେଲେ କବି। ବୁଝିପାରିଲେ କି? ଗାଳ୍ପିକ ଅଛନ୍ତି ନାଟ୍ୟକାର ଭାଷ ହଉଛନ୍ତି ନାଟ୍ୟକାର ନାଟକ ରଚନା କରିଛନ୍ତି। ବୁଝିପାରିଲେ କି? ସେଇଭଳିଆ ବିଭିନ୍ନ ପ୍ରକାର ଆମର ଓଡିଶାର ହେଲେ ଫକୀର ମୋହନ ସେନାପତିଙ୍କର ରେବତୀ ସମସ୍ତେ ଶୁଣିଥିବେ। ରେବତୀ ଗୋଟେ ଆପଣ ମାନଙ୍କର ଗୋଟେ ଫିଲ୍ମ ଥିଲା ରେବତୀ ଗୋଟେ ଫିଲ୍ମ ଥିଲା। ସେ ଫିଲ୍ମ କି ଦେଖିବେ ବହୁତ ପୁରୁଣା ଫିଲ୍ମ। ସେ ହଉଛି ଫକୀର ମୋହନ ସେନାପତିଙ୍କର। ବୁଝିପାରିଲେ କି? ଏବେ ଦେଖନ୍ତୁ ଓଡିଶାର ନାରୀ ସମାଜର ଅବସ୍ଥା ଜଣାଯାଏ ଯେ ସାମାଜିକ ଇତିହାସ ରଚନା କରିବାରେ ସେମାନେ ବହୁତ ଭୂମିକା ଥିଲା। ସରଳା ଦେବୀଙ୍କ କଥା କୁହନ୍ତୁ। ବୁଝିପାରିଲେ? ଏମାନେ ହଉଛନ୍ତି କଣ ଯେ ଓଡିଶା ପାଇଁ ଗର୍ବ ଗୌରବ। ତ ଆମେ ବର୍ତ୍ତମାନ ସାହିତ୍ୟିକ ଉପାଦାନ ଯାହା ଯାହା ଥିଲା ପୂର୍ବରୁ ଆଭାସ ମିଳିଥିଲା। ଏବେ ବର୍ତ୍ତମାନ ପୁଙ୍ଖାନୁପୁଙ୍ଖ ଭାବେ ପଢିଲେ ଏବଂ ଆଗାମୀ ଅଧ୍ୟାୟରେ
आमे माने पुणी से इतिहास उपादान विषय को जीवा आगे शॉर्ट क्वेश्चन को आमे आलोचना करिबा या परे आमे शॉर्ट क्वेश्चन आलोचना करिबा मो ग्रुप रे छाड़ीबी को दिन आमे लाइव क्लास आसीबा ए विषय में आपन देबी संदेश देबी मेसेज माध्यम देबी समस्त काइंडली आम जहाँ जहाँ पढ़ा जाउछ वीडियो जो करा जाउछि ए सब विषय रे आपण मान निश्चित भाव में पढ़िबे हम वीडियो गुटे देखिबे पुंखानुपुंख देखि साला परे एटलिस्ट आपण देखिबे शुणिबे ना नहीं जेतेबेले आपण समय मिलिबो ए सब को आपण ध्यान दे शुणिबे शुणिबा द्वारा किसी आपण मन रहिबो एवं क्वेश्चन आंसर हम डिस्कशन करिबा जेतेबेले कॉलेज रे पाठ पढ़ा हो सेला पुराना पाठ पढ़ला भल लागिबो तो काइंडली पिला माने मो कथा समस्त शुणिबे समस्त वीडियो मान को देखिबे हला रहउछि जय जगन्नाथ।